ମୁଁ ଚତୁର୍ଥ ଶ୍ରେଣୀରେ ପଢ଼ୁଥିଲି ସେତେବେଳେ ମହାତ୍ମା ଗାନ୍ଧୀଙ୍କର ଭାରତ ବ୍ୟାପୀ ସ୍ୱାଧୀନତା ଆନ୍ଦୋଳନ ଆହ୍ୱାନ ଦେଶ ସାରା ବ୍ୟାପିଗଲା। ପାରଳା ଖେମୁଣ୍ଡିରେ ମଧ୍ୟ ସେଥିରେ ପ୍ରଭାବ ପଡ଼ିଥିଲା। ସମ୍ବଲପୁର ଆଡ଼ୁ ଜଣେ ଉତ୍ତମ ବକ୍ତା ଏଠାରେ ଗୋଟିଏ ସଭା କରି ଓଡ଼ିଆରେ ଯେଉଁ ବକ୍ତୃତା ଦେଇଥିଲେ ତାହା ବହୁ ଯୁବକଙ୍କ ଛାତ୍ରୀକୁ ପ୍ରଭାବିତ କଲା। ସ୍କୁଲ କଲେଜ ଛାଡ଼ି ଅନେକ ଅସହଯୋଗ ଆନ୍ଦୋଳନରେ ଭାଗ ନେଲେ। ଠିକ୍ ସେ ବର୍ଷ ମହାତ୍ମା ଗାନ୍ଧୀ ରାଜନୀତିରେ ମାତିଲେ। ଏହା ନନାଙ୍କର ଆଦେଶ ହେଲା ନାହିଁ। ସେ ଏହି ପନ୍ଥାରୁ ସ୍କୁଲରୁ ନାମ କାଟି ରାଜନୀତିରେ ମାତିଲି। ଏହା ନନାଙ୍କର ଆଦେଶ ହେଲା ନାହିଁ। ସେ ଏହି ପନ୍ଥାରୁ ମୋତେ ନିର୍ବୁଦ୍ଧ କଲେ। ଆଉ କହିଲେ ମନୁଷ୍ୟର ସ୍ତରରେ ରହିବା ଆବଶ୍ୟକ। ତୁମର ଜ୍ଞାନ ପରିପକ୍ୱ ହେଲେ ଦେଶ ପାଇଁ କର୍ମ କରିବାକୁ ଶକ୍ତି ପାଇବ। ସେତେବେଳେ ଯାଏଁ ତୁମେ ଅପେକ୍ଷା କରିବା ଆବଶ୍ୟକ। ପିତାଙ୍କର ଏହି ଆଦେଶ ଲଙ୍ଘନ କରିବାକୁ ମୁଁ ସମର୍ଥ ହେଲି ନାହିଁ। ବହୁ ଚିନ୍ତା ପରେ ମୁଁ ସ୍ଥିର କଲି ଯେ ଭାରତୀୟ ରାଜନୀତିରେ ଯୋଗ ଦେବାକୁ ହେଲେ ପ୍ରଥମେ ନିଜେ ଓ ନିଜର ଜନ୍ମଭୂମି ଉତ୍କଳକୁ ବଳିଷ୍ଠ କରି ଗଢ଼ିବା ପ୍ରୟୋଜନ। ସେତେବେଳେ ଉତ୍କଳ ସମ୍ମିଳନୀର ନେତୃବର୍ଗ ଓଡ଼ିଆ ଭାଷୀମାନଙ୍କର ଏକତ୍ରୀକରଣ ପାଇଁ ବିନା ସ୍ୱାଭାବିକ ଜୀବନଯାତ୍ରା ସମ୍ଭବ ନୁହେଁ। ଏହି କାର୍ଯ୍ୟ ପାଇଁ ପାଦରେ ଚାଲିବା ସହିତ ଯାନବାହନ ମଧ୍ୟ ବ୍ୟବହାର କରାଯାଏ। ଯାନବାହନ ମଧ୍ୟରେ ସାଇକେଲ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଦୁଇଚକିଆ ଯାନ ଯଥା ସ୍କୁଟି, ଲୁନା, ସ୍କୁଟର, ମୋଟର ସାଇକେଲ ଓ ସାଇକେଲ ଆଦି ବହୁ ପ୍ରକାର ଯାନ ବ୍ୟବହାର କରାଯାଏ। ଏହାଛଡ଼ା ଜିପ୍, କାର୍, ବର୍ଷର ଅଯୋଧ୍ୟା ନାମରେ ଗୋଟିଏ ନଗରୀ ଅଛି। ସେଠାରେ ଅତି ପ୍ରାଚୀନ କାଳରେ ଦଶରଥ ନାମରେ ଜଣେ ରାଜା ଥିଲେ। ତାହାଙ୍କର 3 ରାଣୀ ଥିଲେ, କୌଶଲ୍ୟା, କୈକେୟୀ ଓ ସୁମିତ୍ରା। ଜ୍ୟେଷ୍ଠ ରାଣୀ କୌଶଲ୍ୟାଙ୍କର ପୁତ୍ର ରାମଚନ୍ଦ୍ର ଓ ମଧ୍ୟମ ରାଣୀ କୈକେୟୀଙ୍କ ପୁତ୍ର ଭରତ, କନିଷ୍ଠ ରାଣୀ